ମୁଁ ଆଜି ସକାଳ 8ଟାରେ ଆମେ ବାଲିପାଟଣା ପ୍ରଭୁ ଜଗନ୍ନାଥ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କଲୁ। ବାଲିପାଟଣାର 17ଟା ପଞ୍ଚାୟତର ଯୁବକ ଭାଇମାନେ ଗୁରୁଜନ ମାନେ ଆସିଥିଲେ। ସେଠୁ ଆମେ ମା ଦୁର୍ଲାଦେଈଙ୍କ ମନ୍ଦିରକୁ ଗଲୁ। ସେଠି ପୂଜା ଅର୍ଚ୍ଚନା ହେଲା ଏବଂ ଆମେ ନିର୍ବାଚନ ଅଧିକାରୀଙ୍କ ପାଖକୁ ଆସି ନାମାଙ୍କନ ପତ୍ର ଦାଖଲ କଲୁ। ଲୋକଙ୍କ ଭିତରେ ଏକ ସ୍ୱତଃପ୍ରବୃତ୍ତ ଭାବରେ କଂଗ୍ରେସ ପ୍ରତି ଆକୃଷ୍ଟ ହୋଇକି ଲୋକ ଆସୁଛନ୍ତି ଏବଂ ଏକ ଭଲ ପାଇବା କଂଗ୍ରେସ ପ୍ରତି ବଢ଼ିଛି। କଂଗ୍ରେସକୁ ଏକମାତ୍ର ବିକଳ୍ପ ଭାବରେ ଜୟଦେବ ନିର୍ବାଚନ ମଣ୍ଡଳୀ ଜନସାଧାରଣ ଗ୍ରହଣ କରିସାରିଲେଣି। ଆଗାମୀ ନିର୍ବାଚନରେ କଂଗ୍ରେସ ଜୟଦେବ ନିର୍ବାଚନ ମଣ୍ଡଳୀ ବହୁତ ଭଲ ପ୍ରଦର୍ଶନ କରିବ। ମୁଁ କହୁଛି ଲୋକ ଦଳଡିଆ ନେତାଙ୍କ ବିଷୟରେ ଗାଁ ଗହଳିରେ ଜୋର ଚର୍ଚ୍ଚା ଧରିଲାଣି। ଲୋକେ ଭାବୁଥିଲେ ମାଙ୍କଡ଼ ସବୁଠୁ ଅଧିକା ଡେଇଁ ଜାଣିଛି। ଦଳଦିଆ ନେତାଙ୍କ କଥା ଲୋକଙ୍କୁ ମାନେ ମାଙ୍କଡ଼ ଠାରୁ ମଧ୍ୟ ଅଧିକା ଏ ଡିଆଁ ମାରିପାରନ୍ତି ଏ ଲୋକଙ୍କ ଭିତରେ ଆଲୋଚନା ଏବଂ ତାଙ୍କୁ ଲୋକ ଗ୍ରହଣ କରିବାଟା କ'ଣ ରିଜେକ୍ଟ କରିସାରିଲେଣି ଲୋକ। ଦେଖନ୍ତୁ, ଜୟଦେବ ନିର୍ବାଚନ ମଣ୍ଡଳୀବାସୀ ଅତିଷ୍ଠ ହୋଇ ସାରିଲେଣି ବିଜେପି ବିଜେଡ଼ିର ଶାସନରେ। ନା କୃଷକ ଭାଇମାନେ ସେଠି ଠିକରେ ଅଛନ୍ତି, ନା ସ୍ୱାସ୍ଥ୍ୟ ସେବା ଠିକ୍ ଅଛି, ନା ଗମନାଗମନ ଠିକ୍ ଅଛି। ଭୁବନେଶ୍ୱର ଉପକଣ୍ଠରେ ଥାଇକରି ମଧ୍ୟ ଜୟଦେବ ନିର୍ବାଚନ ମଣ୍ଡଳୀ ସମ୍ପୂର୍ଣ୍ଣ ଭାବରେ ଏ 25-30 ବର୍ଷରେ ଅବହେଳାର ଶିକାର ହୋଇକି ଆସିଛି। ତ ଲୋକଙ୍କ ଭିତରେ ଏକ ପ୍ରବଳ ଆକ୍ରୋଶ ବିଜୁ ଜନତା ଦଳ ପ୍ରତି ଏବଂ ବିଜେପି ପ୍ରତି ଅଛି ଏବଂ ଯେଉଁମାନେ ବିଧାୟକ ଥିଲେ ପୂର୍ବରୁ ସେମାନେ ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ, ଯେଉଁମାନେ ସାଂସଦ ଥିଲେ ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ କିଛି କରିନାହାନ୍ତି, এটা ଜୟଦେବ ନିର୍ବାଚନ ମନ୍ତ୍ରୀ ଜାଣିସାରିଲେଣି। ତେଣୁ ସେମାନେ କଂଗ୍ରେସ ମୁହାଁ କଂଗ୍ରେସକୁ ଗ୍ରହଣ କରିବେ, କଂଗ୍ରେସକୁ ଆଶୀର୍ବାଦ କରିବେ ଏବଂ ଆଗାମୀ ନିର୍ବାଚନରେ କଂଗ୍ରେସ ପ୍ରତି ସେମାନେ ତାଙ୍କର ଆସ୍ଥା ପ୍ରକଟ ନିଶ୍ଚିତ ଭାବରେ କରିବେ। ଜୟଦେବ ପ୍ରାର୍ଥୀ କୃଷ୍ଣବାବୁ ନାମାଙ୍କନ କରିଛନ୍ତି, କେମିତି ଲଢ଼େଇ ହେବ ଏଥର କଂଗ୍ରେସ କେମିତି ଲଢ଼େଇ? କଂଗ୍ରେସ ବହୁତ ଜୋରରେ ଲଢ଼େଇ କରିବ ଏବଂ ଜିତିକି ଆସିବ ଏବଂ ସାରା ଭାରତ ବର୍ଷରେ ଯେଉଁ ଅବସ୍ଥା ଆସିଲାଣି, ୟୁପିରେ ପୁରା ଚୁପ୍ ରହିଗଲେଣି, ଭୋଟର ମାନେ ଉତ୍ତର ଦେଇପାରୁନାହାନ୍ତି, ବିଜେପି ସପୋର୍ଟରେ କେହି କହୁନାହାନ୍ତି। ଏଠି ସମଗ୍ର ଆଜି ରାହୁଲ ଗାନ୍ଧୀ ଆସିଛନ୍ତି, ଆଜି ରାୟଗଡ଼ାକୁ ଆସିଛନ୍ତି ଏବଂ ଆମର ଯାହା ଗ୍ୟାରେଣ୍ଟି ଅଛି କଂଗ୍ରେସ ଯାହା କରିଛି ଏବଂ ଯେଉଁ ଅନ୍ୟାୟ ବିରୁଦ୍ଧରେ ଲଢ଼ୁଛି, ସମ୍ବିଧାନକୁ ରକ୍ଷା କରିବା ପାଇଁ ଯେଉଁ ଚେଷ୍ଟା କରୁଛି ଏବଂ ଯାହା ଗ୍ୟାରେଣ୍ଟି ଅଛି ସେ ଗ୍ୟାରେଣ୍ଟିରେ ବହୁତ ଭୋଟରେ କୃଷ୍ଣ ସାଗରିଆ କଂଗ୍ରେସରେ ବାଲିପାଟଣା ଜୟଦେବ ନିର୍ବାଚନ ମଣ୍ଡଳୀରେ ବହୁ ଭୋଟରେ ଜିତିକି ଆସିବ। ଆଉ ଗୋଟେ କଥା ହେଉଛି କି ବର୍ତ୍ତମାନ ଅରବିନ୍ଦ ଢାଲି ବି ମଧ୍ୟ ବିଜେଡିରୁ ଆସିକି ବିଜେପିରେ ଯୋଗ ନାମାଙ୍କନ କରୁଛନ୍ତି, ତାଙ୍କୁ ରିଜେକ୍ଟ କଲେଣି ଲୋକମାନେ। ଢାଲିଙ୍କୁ ଦେବେନି? ତାଙ୍କୁ ଦେବେନି, ତାଙ୍କୁ ରିଜେକ୍ଟ କରିସାରିଲେଣି। କୃଷ୍ଣ ବାବୁ ବାଜିମାତ କରିବେ? ହଁ, ବହୁତ ବାଜିମାତ କରି ଆସିବେ।